ବୁଧଙ୍କ ନକ୍ଷତ୍ରରେ ପ୍ରବେଶ କରିବେ ଦେବଗୁରୁ ବୃହସ୍ପତି। ଏହି ଚାରିଗୋଟି ରାଶିର ଭାଗ୍ୟ ଚମକିବା ସହ ହେବ ଧନର ବର୍ଷା। ଅଗଷ୍ଟ 19ରୁ ବୃହସ୍ପତି ନକ୍ଷତ୍ରରେ ପ୍ରବେଶ କରିବେ, ବୁଧଙ୍କ ନକ୍ଷତ୍ରରେ ପ୍ରବେଶ କରିବେ। ଏହାର ପ୍ରଭାବ ଚାରିଗୋଟି ରାଶି ଉପରେ ରହିବ। ସେ ଚାରିଗୋଟି ରାଶିର ନାମ କ'ଣ ଆସନ୍ତୁ ଜାଣିବା ଦର୍ଶକ ବନ୍ଧୁ। ଦର୍ଶକ ବନ୍ଧୁ, ଚାରିଗୋଟି ରାଶିର ନାମ ହେଲା ମିଥୁନ, କନ୍ୟା, ତୁଳା ଓ ମକର ରାଶି ପାଇଁକା ଶୁଭ ଫଳ ନେଇ ଆସୁଛନ୍ତି ବୃହସ୍ପତି। ତ ଯଦି ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ସ୍ଥିତି ପରିବର୍ତ୍ତନ ପ୍ରଭାବ ପ୍ରାୟ ସମସ୍ତ ରାଶି ଉପରେ ପଡ଼ିଥାଏ। ଆସନ୍ତା ମାସମାନଙ୍କରେ ଗ୍ରହମାନଙ୍କ ଅବସ୍ଥିତି ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି, ଯାହାର ସିଧାସଳଖ ପ୍ରଭାବ ଅନେକ ରାଶି ଉପରେ ପଡ଼ିବାକୁ ଯାଉଛି। କିନ୍ତୁ ଏହି ଚାରୋଟି ରାଶି ଉପରେ ଦେବଗୁରୁ ବୃହସ୍ପତିଙ୍କ ଅଧିକ କୃପା ରହିବ। ଗଣନା ଅନୁଯାୟୀ ଦେବଗୁରୁ ବୃହସ୍ପତି ଜଲ୍ଦି ନିଜ ଜାଗା ବଦଳାଇଥାନ୍ତି। ବୁଧଙ୍କ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି ଆସନ୍ତା ଅଗଷ୍ଟ 19 ତାରିଖରେ। ଦେବଗୁରୁ ବୃହସ୍ପତି ବୁଧଙ୍କ ନକ୍ଷତ୍ରରେ ପ୍ରବେଶ କରିବା ମାତ୍ରେ ଯାହାର ପ୍ରଭାବ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଅନୁଭୂତ ହେବ। ଯଦି ଦେଖିବା ରାଶିମାନଙ୍କ ଭିତରେ କେଉଁ ରାଶିର ଭଲ ଆସୁଛି, ବୃହସ୍ପତି ଏହି ନକ୍ଷତ୍ର ପ୍ରବେଶ କରିବା ପରେ ମକର ରାଶିର ଲୋକମାନେ ମଧ୍ୟ ଆଶ୍ୱସ୍ତିର ନିଶ୍ୱାସ ନେଇପାରିବେ। ଯେଉଁ ସବୁ କଷ୍ଟ ଯନ୍ତ୍ରଣା ପାଉଥିଲେ ତାହାରୁ ମୁକ୍ତ ହେବେ। ଆପଣଙ୍କ ଜୀବନର ପ୍ରଗତି ନୂତନ ଦ୍ୱାର ଖୋଲିବ। ଆପଣଙ୍କ ଚାକିରିରେ ପଦୋନ୍ନତି କିମ୍ବା ଉନ୍ନତି ପାଇଁ ଆଣୁଛି ଆପଣଙ୍କ ନୂଆ ସୁଯୋଗ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବାର ସମ୍ଭାବନା ଅଛି। ଯଦି ଆପଣଙ୍କ ଟଙ୍କା ଦୀର୍ଘ ସମୟ ଧରି କୌଣସି ସ୍ଥାନରେ ଅଟକି ରହିଛି, ତେବେ ତାହା ଫେରି ପାଇବାର ସମ୍ଭାବନା ଅଧିକ ହୋଇଯାଉଛି, କାରଣ ବୃହସ୍ପତିଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସମୟ ଅନୁଯାୟୀ ସଠିକ୍ ନିଷ୍ପତ୍ତି ଭବିଷ୍ୟତରେ ବହୁତ ଭଲ ଆଣିବ ଆପଣଙ୍କ ପାଇଁକା। ଏହି ପରିବର୍ତ୍ତନର ଦ୍ୱିତୀୟ ରାଶି ଯଦି ଦେଖିବା ଆମେ ତୁଳା ରାଶି। ତୁଳା ରାଶି ପାଇଁକା ବହୁତ ଭଲ ରହୁଛି ବୃହସ୍ପତି ବୁଧଦେବଙ୍କ ନକ୍ଷତ୍ରରେ ଚଳନ କରିବା ହେତୁ। ତୁଳା ରାଶି ଆରାମଦାୟକ ଆପଣଙ୍କ ପାଇଁକା ଆଣିବ ଅଗଷ୍ଟ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ। କିଛି ସମୟ ଧରି ଆପଣ ଯେଉଁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିଲେ, ତାହା ଧୀରେ ଧୀରେ ଦୂର ହେବ, ଆରମ୍ଭ କରିବ। ଯଦି ଆପଣ ନୂତନ କିଛି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ନିହାତି ଭାବେ କରିପାରିବେ। ଆପଣଙ୍କ ପାଇଁକା ଅଗଷ୍ଟ ମାସରୁ ଅକ୍ଟୋବର ମାସ ବହୁତ ଭଲ ରହୁଛି। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଯେକୌଣସି କାମ କରିବେ ତାର ସଫଳ ମଧ୍ୟ ହେବେ। ଯଦି ଦେଖିବା ଆମେ କନ୍ୟା ରାଶି, କନ୍ୟା ରାଶି ପାଇଁକା ମଧ୍ୟ ବୃହସ୍ପତିଙ୍କ ବହୁତ ଆଶୀର୍ବାଦ ରହିଛି। ଆପଣ ଦୀର୍ଘ ଦିନର କଠିନ ପରିଶ୍ରମ ଯେଉଁ କରୁଥିଲେ ତାର ସଫଳ ହେବେ। ଦେବ କାର୍ଯ୍ୟରେ ଆପଣଙ୍କ ମନ ରହିବ, ଆପଣଙ୍କ ହୃଦୟ ରହିବ। ଦେବ କାର୍ଯ୍ୟରେ, ଠାକୁରଙ୍କ କାର୍ଯ୍ୟରେ ଆପଣଙ୍କ ବ୍ୟାପକ ଭାବେ ପ୍ରଶଂସା କରାଯିବ। ଆପଣଙ୍କୁ ବରିଷ୍ଠ ବ୍ୟକ୍ତିଙ୍କ ଠାରୁ, ବହୁତ ଉଚ୍ଚମାନ ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ସମର୍ଥନ ମିଳିବ। ଦୀର୍ଘ ସମୟ ଧରି ଏକ ଭଲ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁକା ଏହି ଅଗଷ୍ଟ ମାସରୁ ଅକ୍ଟୋବର ମାସ ଯଥେଷ୍ଟ ଭଲ ସମୟ ଆସିଯାଉଛି। ଯଦି ଆମେ ଦେଖିବା ପରେ ବୃହସ୍ପତିଙ୍କ ଏହି ଚଳନ ହେତୁ ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁକା କ'ଣ ଆଣୁଛି, ନୂତନ ଆଶା, ଚାକିରି ପାଇଁକା ଯେଉଁ ସ୍ୱପ୍ନ ଦେଖୁଥିଲେ ତାହା ସାକାର ହେବ। ଆପଣଙ୍କ ଜୀବନର ସଫଳତା ଆଣି ଦେଉଛି ଏହି ସମୟ ମାଧ୍ୟମରେ। ଆପଣ ସମସ୍ତ ସ୍ଥଗିତ କାମକୁ ଦ୍ରୁତ ଗତିରେ ଆଗେଇ ପାରିବେ। ଚାକିରି କରୁଥିବା ବ୍ୟକ୍ତିମାନଙ୍କ କାର୍ଯ୍ୟକ୍ଷେତ୍ରରେ ଏକ ପ୍ରମୁଖ ନୂତନ ଦାୟିତ୍ୱ ମିଳିବ ଆପଣଙ୍କୁ, ଯାହା ଆପଣଙ୍କୁ ଉଚ୍ଚ କୋଟିର ଲାଗିବ। କ୍ୟାରିୟରର ଏକ ମୋଡ଼ ନେବାକୁ ଯାଉଛି।
ସମୟ ଅନୁଯାୟୀ ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁକା ବହୁତ ଭଲ ସମୟ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଯଦି ଏହି ରାଶିମାନଙ୍କ ଭିତରୁ ବହୁତ ଭଲ ରାଶି ଆପଣମାନଙ୍କ ଯଦି ହେଇଥିବ ତାହେଲେ ଅଗଷ୍ଟ 19 ତାରିଖ ଠାରୁ ଆପଣଙ୍କ ରାଶିକି ବହୁତ ଭଲ ସମୟ ଆଣୁଛନ୍ତି। ବୃହସ୍ପତିଙ୍କ କୃପା ଦୃଷ୍ଟି ଏହି ରାଶି ଉପରେ ପଡ଼ିବାକୁ ଯାଉଛି, 4ଗୋଟି ରାଶି ଉପରେ। ଯଦି ଆପଣ ଆମ ଭିଡ଼ିଓକୁ ଦେଖୁଥାନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଲାଇକ୍ କରିଦେବେ। ରହିଲୁ, ଜୟ ଜଗନ୍ନାଥ।